ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡ଼ା ନାୟକପଡ଼ା ରାସ୍ତାଟି ଅତି ଶୋଚନୀୟ ହୋଇପଡ଼ିଛି। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ତିଆରି କରିଛନ୍ତି ସତ, କିନ୍ତୁ କିଛି ଦିନ ପରେ ରାସ୍ତାରେ ବହୁ ଜାଗାରେ ଖାଲଖାମ ହୋଇଥିବା ବେଳେ ଆଣ୍ଠୁଏ ପାଣି ଜମିବାରୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏହି ରାସ୍ତା ଦେଇ ନୂଆପଡ଼ା, ଭରୁଆମୁଣ୍ଡା ତଥା ଲିଟିଗୁଡ଼ା ପଞ୍ଚାୟତ ଅଞ୍ଚଳର ଶହ ଶହ ଲୋକ ହାତୀବନ୍ଧାକୁ ବିଭିନ୍ନ କାମରେ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଲିଟିଗୁଡ଼ାରୁ ସିଧାସଳଖ ହାତୀବନ୍ଧାକୁ ସଂଯୋଗ ହୋଇଛି। ଏହି ରାସ୍ତା ଆଜକୁ ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତିରେ ପଡ଼ି ରହିଛି, ଦେଖିବାକୁ ନାହାନ୍ତି କେହି। ଏଠାରେ ଡ୍ରେନ୍ ସୁବିଧା ନଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ହୁଏ ଆଣ୍ଠୁଏ ପାଣି। ବେଳେବେଳେ ଲୋକ ଜାଣି ନପାରି ଦୁର୍ଘଟଣା ଶିକାର ମଧ୍ୟ ହେଉଛନ୍ତି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ହାତୀବନ୍ଧା କଲେଜକୁ ଯିବା ଆସିବା କରିଥାନ୍ତି, ତେଣୁ ବିଭାଗୀୟ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେଇ ବର୍ଷା ଦିନ ପୂର୍ବରୁ ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରବଳ ଦାବି ହେଉଛି। ଏ ବିଷୟରେ ବିଭାଗୀୟ ଅଧିକାରୀ ଅର୍ଜୁନ ଚରଣଙ୍କୁ ପଚାରିବାରୁ ସେହି ରାସ୍ତାର ଉନ୍ନତିକରଣ ପାଇଁ ସରକାରଙ୍କୁ ପ୍ରସ୍ତାବ କରାଯାଇଛି। ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।